ଧଳା ଜହର ଡିଲ୍ ବେଳ ମାଡ଼ି ବସିଲା ପୋଲିସ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମାଲଗୋଦାମ ଛକ ନିକଟରେ ଚଢ଼ଉ କରି 260 ଗ୍ରାମର ବ୍ରାଉନ୍ ସୁଗାର ସମେତ ଜଣେ ବେପାରୀଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ 26 ଲକ୍ଷ ଟଙ୍କା ହେବ ବୋଲି ଜଳେଶ୍ୱର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳେଶ୍ୱର ଏସ୍ଡିପିଓ ଦିଲ୍ଲୀପ କୁମାର ସାହୁ। ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ଜଳେଶ୍ୱର ଶେଖବାଡ଼ ଅଞ୍ଚଳର ଯୁବକ ମାଲଗୋଦାମ ଅଞ୍ଚଳରେ ଧଳା ଜହର ବିକ୍ରି ପାଇଁ ଆସିଥିବା ସମୟରେ ପୋଲିସ ମାଡ଼ି ବସିଥିଲା। ଜଣେ ବେପାରୀକୁ ଗିରଫ କରିଥିଲା। ଏହା ସହ 1420 ଟଙ୍କା ଏବଂ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ। ଗିରଫ ଯୁବକକୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ କରୁଛି ପୋଲିସ। ପୂର୍ବରୁ ଉକ୍ତ ଯୁବକ ନାମରେ ଏକ 2022 ମସିହାରେ ମାମଲା ରହିଛି। ବାଲିଆପାଳରୁ ଜ୍ୟୋତିରାଦିତ୍ୟ ପାତ୍ରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।